ନମସ୍କାର, ମୁଁ ଜଗଦୀଶ ଆପଣଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ଓଡ଼ିଶା ପୋଲିସ ସବ୍ ଇନ୍ସପେକ୍ଟର ଏସ୍ଆଇ ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆର୍ପି ଛକସ୍ଥିତ ବାଣିକ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ତେବେ ଶୁକ୍ରବାର କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ବାଣିକ 3ରୁ ଅଧିକାରୀ ହାଜର ହୋଇଥିବାର ସୂଚନା ମିଳିଛି। 3 ଜଣଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିବା ବେଳେ ଏସ୍ଆଇ ନିଯୁକ୍ତି ଘୋଟାଲାରେ ବାଣିକର ଲିଙ୍କ ନେଇ ତନାଘନା ଚାଲିଛି। ଏହି ଘଟଣାରେ ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ କ୍ରାଇମବ୍ରାଞ୍ଚ ନରେନ୍ଦ୍ର ବେହେରା ସୂଚନା କରିଛନ୍ତି ଯେ ଗିରଫ ହୋଇଥିବା 114 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ବଣିକ କୋଚିଂ ସେଣ୍ଟରରୁ ପଠାଯାଇଥିବା ଜଣାପଡ଼ିଛି। ଗତକାଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ବଣିକର ଗତ 5 ବର୍ଷ ରେକର୍ଡ ଯାଞ୍ଚ କରିବା ପରେ ଏବଂ ଏହି ଘଟଣାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅନୁଧ୍ୟାନ କରିବା ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଏଥର ବାଲିଯାତ୍ରା ପଡ଼ିଆରେ ଉଡ଼ିବନି ଡ୍ରୋନ୍, ପୁରା ଗ୍ରାଉଣ୍ଡକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କଲା ପ୍ରଶାସନ। କଟକ ଜିଲ୍ଲା ଏନେଇ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ନଭେମ୍ବର 1ରୁ 15 ପର୍ଯ୍ୟନ୍ତ ବାଲିଯାତ୍ରା ପଡ଼ିଆ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି। ପଡ଼ିଆରେ 5 କିଲୋମିଟର ପରିଧି ପାଇଁ କଟକଣା ଜାରି କରାଯାଇଥିବା ବେଳେ ପାରାଗ୍ଲାଇଡର୍ସ, ପାରାମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋଲାଇଟ୍, ଏୟାର ପ୍ଲଟ୍, ହଟ୍ ଏୟାର ବେଲୁନ୍ ଡ୍ରୋନ୍ ବାରଣ କରାଯାଇଥିବା ବେଳେ ବାଲିଯାତ୍ରାକୁ ପ୍ରାୟ 50 ଲକ୍ଷରୁ ଅଧିକ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ନଭେମ୍ବର 5ରୁ 12 ପର୍ଯ୍ୟନ୍ତ ଆୟୋଜିତ ହେବ ଏହି ଐତିହାସିକ ବାଲିଯାତ୍ରା। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ରାଜ୍ୟ କ୍ୟାବିନେଟ ବୈଠକରେ ଖାଦ୍ୟ ଓ ଧାନ ସଂଗ୍ରହ ନୀତି 2025-26କୁ ଅନୁମୋଦନ ଦିଆଯାଇଛି। ଏହି ନୀତି ଅନୁଯାୟୀ ଖରିଫ ଋତୁରେ 63 ଲକ୍ଷ ମେଟ୍ରିକ୍ ଟନ୍ ପ୍ରାୟ 93 ଲକ୍ଷ ମେଟ୍ରିକ୍ ଟନ୍ ଧାନ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ଧାନ ସଂଗ୍ରହ 1 ଅକ୍ଟୋବର 2025ରୁ ଆରମ୍ଭ ହୋଇଯିବ ଏବଂ ଏହା 30 ସେପ୍ଟେମ୍ବର 2026 ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ଆସିବା ସହିତ ଖରିଫ ଧାନ ନଭେମ୍ବର 2025ରୁ ମାର୍ଚ୍ଚ 2026 ଏବଂ ରବି ଧାନ ମେ 2026ରୁ ଜୁନ୍ 2026 ମଧ୍ୟରେ ସଂଗ୍ରହ ହେବ ବୋଲି ସୂଚନା ଆସିଛି। କେବଳ ପଞ୍ଜୀକୃତ ଚାଷୀମାନଙ୍କ ଠାରୁ ଆଧାର ଆଧାରିତ ବାୟୋମେଟ୍ରିକ୍ ଚିହ୍ନଟୀକରଣ ମାଧ୍ୟମରେ ଧାନ କ୍ରୟ କରାଯିବ। ସାଧାରଣ ଧାନ ଓ ଗ୍ରେଡ୍ ଏ ଧାନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ଯଥାକ୍ରମେ 2,369 ଏବଂ 2,309 ଟଙ୍କା ପ୍ରତି କ୍ୱିଣ୍ଟାଲ ରହିଥିବା ବେଳେ ସଂଗ୍ରହିତ ଚାଉଳ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ପାଇଁ ବ୍ୟବହୃତ ହେବ। ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ଏଫ୍ସିଆଇ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପଠାଯିବ ଏବଂ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ ଏବଂ ଧାନ ସଂଗ୍ରହ ପ୍ରତି ପାସ୍ ଟୟାର ମଧ୍ୟରେ ସ୍ୱଚ୍ଛ ଓ ସରଳ ହେବ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଉ ଏକ ଲଘୁଚାପ ସୃଷ୍ଟି, 12 ଯୈଚ୍ଛାଚିକ ବର୍ଷା। ଦକ୍ଷିଣ ବାଂଲାଦେଶ ଏବଂ ଆଖପାଖ ଉତ୍ତର ବଙ୍ଗୋପସାଗର ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତନ ଠାରୁ 5.8 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିବା ବେଳେ ଘୂର୍ଣ୍ଣିବଳୟ ପ୍ରଭାବରେ 12 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେବାକୁ ଯାଉଥିବା ବେଳେ ଆଗାମୀ 3-4 ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରିବାକୁ ପାଗ ଅନୁକୂଳ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ତେଣୁ ଏଥିପାଇଁ ରାଜ୍ୟରେ ବର୍ଷା ପରିମାଣ ବଢ଼ିପାରେ ବୋଲି ଆକଳନ କରାଯାଇଥିବା ବେଳେ ଅପରପକ୍ଷରେ ଆସନ୍ତା 22 ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏବେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହ ଉପକୂଳ ଅଞ୍ଚଳରେ ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାର ସୂଚନା ଆସିଛି। ଏସବୁ ଅଞ୍ଚଳରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଏବଂ କିଛି ସ୍ଥାନରେ ଝଟକା ପବନ ବହିବାର ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ କେନ୍ଦ୍ର। ଶନିବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା, ଉତ୍ତର ଉପକୂଳବର୍ତ୍ତୀ ଏବଂ ପାଖାପାଖି ଜିଲ୍ଲାଗୁଡ଼ିକରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ନୂଆପଡ଼ାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ। ନୂଆପଡ଼ା ଜିଲ୍ଲା ମଧୁସୂଦନ ଦାସ ଗତ ଗୁରୁବାର ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ସହିତ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ନୂଆପଡ଼ା ବିଧାନସଭା ମଣ୍ଡଳୀ ନମ୍ବର 71 କଳାହାଣ୍ଡି ପାର୍ଲାମେଣ୍ଟ ମଣ୍ଡଳୀ ଅନ୍ତର୍ଗତ ଥିବା ଏହି ଅଞ୍ଚଳରେ ନଭେମ୍ବର 11ରେ ଉପନିର୍ବାଚନ ହେବ। ମୋଟ ଭୋଟର ସଂଖ୍ୟା ଏଥିରେ 2,53,624 ହୋଇଥିବାରୁ ପୁରୁଷ ହେଉଛନ୍ତି 1,24,108 ଏବଂ ମହିଳା 1,29,495 ଏବଂ ତୃତୀୟ ଲିଙ୍ଗ 21 ଜଣ ରହିଥିବା ବେଳେ ମୋଟ 358ଟି ଭୋଟର କେନ୍ଦ୍ର ରହିଛି। ଜିଲ୍ଲାପାଳ କହିଛନ୍ତି ଯେ 10 ଅକ୍ଟୋବର ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ଯୋଡ଼ିବା ଆବେଦନ ଗ୍ରହଣ ହେବ ଏବଂ ତାର ଶେଷ ତାରିଖ ପ୍ରକାଶିତ ହେବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ରାୟ, ଇଆର୍ଓ ସୁମି ସରେନ,
ଡେପୁଟି କଲେକ୍ଟର ଶେଖ୍ ନସିମ୍ ଓ ବିଭିନ୍ନ ଦଳର ପ୍ରତିନିଧିମାନେ ମଧ୍ୟ ଯୋଗ ଦେଇଥିଲେ। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ବ୍ରହ୍ମପୁର ଆଇନଜୀବୀ ପୀତବାସ ଦାସ ହତ୍ୟା ମାମଲାରେ ପୋଲିସକୁ ମିଳିଲା ବଡ଼ ସୁରାଗ। ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ଏବଂ ଭାଜପା ସଦସ୍ୟ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ପୋଲିସ 3 ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ ସୁରାଗ ମିଳିବ ବୋଲି ଆଶା କରାଯାଉଥିବା ବେଳେ 3 ଘଣ୍ଟା ହେଲେ ସତ୍ତ୍ୱେ ଅଭିଯୁକ୍ତ ଚିହ୍ନଟ ନ ହେବାରୁ ସହରରେ ଆଲୋଚନା ଚାଲିଛି। ମାମଲାକୁ ନେଇ ବାଲି ମାଫିଆ କିମ୍ବା ରାଜନୈତିକ ସମ୍ପୃକ୍ତ ଥାଇପାରେ ବୋଲି ଅନୁମାନ କରାଯାଉଥିବା ବେଳେ ପୋଲିସର 6ଟି ଟିମ୍ ଗଠନ କରି 60ରୁ ଅଧିକ ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ତଥାପି ଅଭିଯୁକ୍ତ ଧରା ପଡ଼ିନଥିବାରୁ ଜନମନରେ ସନ୍ଦେହ ବଢ଼ିବାକୁ ଲାଗିଛି। ପୀତବାସଙ୍କ ପରିବାର ଦୁଃଖରେ ଭାସୁଥିବା ବେଳେ ତାଙ୍କ ପୁଅ ସୁରଭ ପଣ୍ଡା ମାଗିଛନ୍ତି ଯେ ଯିଏ ବାପାକୁ ମାରି ତାକୁ ଫାଶୀ ଦିଆଯାଉ। ମିଳିଥିବା ସୂଚନା ଅନୁଯାୟୀ ଏହି ବର୍ଷ ବ୍ରହ୍ମପୁରରେ 10 ଜଣଙ୍କ ହତ୍ୟା ଘଟିଛି, ଯେଉଁମାନଙ୍କ ମଧ୍ୟରୁ 3 ଜଣଙ୍କ ମାମଲା ଅଭିଯୁକ୍ତ ଏପର୍ଯ୍ୟନ୍ତ ଧରା ପଡ଼ିନାହାନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କଟକ ସିପି ଏସ୍ ଦେବ ସିଂ। ସେ କହିଛନ୍ତି ଆବଶ୍ୟକ ହେଲେ ଦେଶଦ୍ରୋହର ମାମଲା ରୁଜୁ କରାଯିବ ଏବଂ ଦରଘା ବଜାର ଓ କଦମ ରସୁଲରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ କଟକ ସହର ସାରା ପୋଲିସ ମୁତୟନ ରହିଛି। ତେବେ ସ୍ଥିତି ସ୍ୱାଭାବିକ ଥିବା କହିଛନ୍ତି ସିପି। ତଥାପି କିଛି ଲୋକ ସୋସିଆଲ ମିଡିଆରେ ବିଭ୍ରାନ୍ତକର ତଥ୍ୟ ରଖୁଥିବା ବେଳେ ଭାଇରାଲ ବି କରୁଛନ୍ତି। ଏଥିରୁ କ୍ଷାନ୍ତ ରୁହନ୍ତୁ ଓ ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କଡ଼ା ଚେତାବନୀ ଦେଇଛନ୍ତି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ। ଆଣ୍ଡ୍ରଏଡ୍ ସ୍ମାର୍ଟଫୋନରେ ଏବେ ଭୂମିକମ୍ପ ଆଲର୍ଟ। ଗୁଗଲ ଆଣୁଛି ଏକ ନୂଆ ଫିଚର। ଗୁଗଲର ଏହି ଫିଚର ଭୂମିକମ୍ପ ଆସିବା ପୂର୍ବରୁ ୟୁଜରମାନଙ୍କୁ ସୂଚନା ଦେବ ଏବଂ ଗୁଗଲ କହିଛି ଯେ 2020ରେ ଏହା ଲଞ୍ଚ ହେବା ପରଠାରୁ ଏଯାବତ 2000 ଅଧିକ ଭୂମିକମ୍ପ ସୂଚନା ଦେଇଛି। 2023ରେ ଏହା ଫିଲିପାଇନ୍ସରେ 6.7 ତୀବ୍ରତା ଭୂମିକମ୍ପ ହେବା ନେଇ ଚିହ୍ନଟ କରିଥିବା ବେଳେ ଏହା ପ୍ରାୟ 2.5 ମିଲିୟନ ଲୋକଙ୍କୁ ଆଶ୍ରୟ ନେବା ପାଇଁ ଏକ ସତର୍କ ସୂଚନା ପଠାଇଥିଲା। ଗୁଗଲ ଏବେ ଏହି ସତର୍କ ପାଇଁ ଏକ ସେୟାରିଂ ଫିଚର ଉପରେ କାମ କରୁଥିବା ବେଳେ ଏହା ବୈଶିଷ୍ଟ୍ୟ ଉପଲବ୍ଧ ହେବା ପରେ ବ୍ୟବହାରକାରୀ ଏବଂ ସତର୍କତା ସେମାନଙ୍କ ପରିଚୟ ଲୋକଙ୍କ ସହିତ ଓ ସୋସିଆଲ ମିଡିଆରେ ସେୟାର କରିପାରିବେ ବୋଲି ସୂଚନା ଆସିଛି। ଚାଲନ୍ତୁ ନଜର ପକାଇବା ପରବର୍ତ୍ତୀ ଖବର ଉପରେ।